ମାନବିକତା ପ୍ରତି କୁଠାରଘାତ କରୁଥିବା ଭଳି ଲଜ୍ଜାଜନକ ଘଟଣା ପାକିସ୍ତାନରେ ଘଟିଛି। ପାକିସ୍ତାନୀ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏକ ବଡ଼ ଶୋଷଣ ନେଟୱାର୍କର ପର୍ଦ୍ଦାଫାଶ କରିଛନ୍ତି। 600ରୁ ଅଧିକ ଶୋଷଣମୂଳକ ଭିଡିଓ ଜବତ କରାଯାଇଛି। ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଅନୁଯାୟୀ ଗିରଫ ବ୍ୟକ୍ତିଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରିର ବାସିନ୍ଦା ତୈମୁର ମହମୁଦ ଭାବରେ ଚିହ୍ନଟ କରାଯାଇଛି। ତାକୁ ରାୱଲପିଣ୍ଡିରେ ଜାତୀୟ ସାଇବର ଅପରାଧ ତଦନ୍ତ ସଂସ୍ଥା ଅଟକ ରଖିଛି। ଅଧିକାରୀଙ୍କ ଅନୁଯାୟୀ ମହମୁଦ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜକୁ ଝିଅ ଭାବରେ ପରିଚୟ ଦେଇ ନାବାଳକ ପୁଅମାନଙ୍କୁ ପ୍ରଲୋଭିତ କରୁଥିଲେ। ପରେ ଯୌନ ଭିଡିଓ ବ୍ୟବହାର କରି ସେମାନଙ୍କୁ ବ୍ଲାକମେଲ କରୁଥିଲେ ବୋଲି ଅଭିଯୋଗ ହୋଇଛି। ତଦନ୍ତକାରୀମାନେ କହିଛନ୍ତି ମହମୁଦର ମୋବାଇଲ ଫୋନ୍ରୁ ଜବତ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ସେ ତାଙ୍କ ସହଯୋଗୀମାନଙ୍କ ସହାୟତାରେ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ଉଭୟ ପ୍ରକାରର ବିଭିନ୍ନ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ପିଲାମାନଙ୍କ ଭିଡିଓ ତଥା ଫଟୋ ସେୟାର କରୁଥିଲେ। ଅଧିକାରୀମାନେ କହିଛନ୍ତି ମହମୁଦ ନାବାଳକମାନଙ୍କୁ ବାରମ୍ବାର ବ୍ଲାକମେଲ କରୁଥିଲେ, ବିଭିନ୍ନ ଉଦ୍ଦେଶ୍ୟରେ ପୀଡ଼ିତଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଇଲେକ୍ଟ୍ରୋନିକ୍ ଅପରାଧ ନିବାରଣ ଆଇନ ଅନୁଯାୟୀ ମହମୁଦ ତଥା ହ୍ୱାଟ୍ସଆପ୍ ଗ୍ରୁପ୍ ଆଡମିନ୍ଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଅନୁଯାୟୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କର ସମ୍ଭାବ୍ୟ ଡାର୍କ ୱେବ୍ ନେଟୱାର୍କ ଲିଙ୍କ ନେଇ ଖୋଳତାଡ଼ ଜାରି ରହିଛି। ଅଧିକାରୀମାନେ କହିଛନ୍ତି ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ଆଗାମୀ ଦିନରେ ଆଉ କେତେକ ଲୋକେ ଗିରଫ ହେବାର ଆଶା ରହିଛି। ଅଭିଯୁକ୍ତଙ୍କ ସହାୟତାକାରୀମାନଙ୍କୁ ଚିହ୍ନଟ କରାଯାଉଛି। ବ୍ୟୁରୋ ରିପୋର୍ଟ, ମୋ ଓଡ଼ିଶା ଟିଭି।